ନୟାଗଡ଼ ମାର୍ଗଶିର ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ନୟାଗଡ଼ ଜିଲ୍ଲା ବାହାଡ଼ାଝୋଲା କାଳିଆମ୍ବ ମୌଜାସ୍ଥିତ କୃଷକ ଭବନ ପାର୍ଶ୍ୱରେ ଥିବା ମା ଲକ୍ଷ୍ମୀ ପ୍ରଭୁ ଗଣେଶ ଓ ଶ୍ରୀ ହନୁମାନ ମନ୍ଦିରରେ ପଞ୍ଚମ ବାର୍ଷିକ ଉତ୍ସବ ବେଶ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହୋଇଛି। ପ୍ରତ୍ୟେକ ଦିନ ଭଳି ଆଜି ମଧ୍ୟ ପ୍ରାତଃ ସମୟରେ ସମସ୍ତ ମନ୍ଦିରରେ ପୂଜା ପାଉଥିବା ଦେବାଦେବୀଙ୍କ ରୀତିନୀତି ଅନୁସାରେ ପୂଜା ଅର୍ଚ୍ଚନା ପରେ ଭଜନ କୀର୍ତ୍ତନ ସହ ଏକ ବିରାଟ ଶୋଭାଯାତ୍ରାରେ ସ୍ଥାନୀୟ ମହିଳାମାନଙ୍କ ଦ୍ୱାରା ଜଳଯାତ୍ରା ଅନୁଷ୍ଠିତ ହୋଇଥିଲା। ପରେ ମନ୍ଦିର ପରିସରରେ ସୂର୍ଯ୍ୟ ପୂଜା, ମହାଲକ୍ଷ୍ମୀ ପୂଜା, ହନୁମାନ ଚାଳିଶା ପାଠ ଏବଂ ଯଜ୍ଞ ମଣ୍ଡପରେ ପୂର୍ଣ୍ଣାହୁତି ସମ୍ପନ୍ନ ହୋଇଥିଲା। ବ୍ରାହ୍ମଣ ଓ ପଣ୍ଡିତଙ୍କ ମନ୍ତ୍ରଧ୍ୱନିରେ ସମଗ୍ର ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଏଥିରେ କର୍ତ୍ତା ଭାବରେ ସମାଜସେବୀ ସୂର୍ଯ୍ୟନାରାୟଣ ସାହୁ ଓ ତାଙ୍କ ଧର୍ମପତ୍ନୀ କଳ୍ପନା ସାହୁ ସମସ୍ତ ଦାୟିତ୍ୱ ସମ୍ପାଦନ କରିଥିଲେ। ଏହି ଧାର୍ମିକ କାର୍ଯ୍ୟରେ ଶ୍ରୀ ସାହୁ ପରିବାର ସମେତ ବାହୁଡ଼ାଝୋଲା ସରସ୍ୱତୀ ଶିଶୁ ମନ୍ଦିରର ସମସ୍ତ କର୍ମଚାରୀ, କାଳିଆମ୍ବ ଓ ଘଡ଼େଇବନ୍ଧ ଗ୍ରାମବାସୀମାନେ ସହଯୋଗ କରିଥିଲେ। ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ କାର୍ଯ୍ୟକ୍ରମରେ ଯୋଗଦାନ ଦେଇଥିଲେ। ଭଞ୍ଜନଗରରୁ ଜେ.କେ. ପଟ୍ଟନାୟକଙ୍କ ରିପୋର୍ଟ, ବିକଳ୍ପ ସମାଚାର।